କିଏ ତୁମେ କୁହ? ଏ ବାପା ମୁଁ ବୁଝିବନି ଆମେ ସାଙ୍ଗମାନେ ଫୁଲବନ ଖେଳୁଥିବା ସମୟରେ ତମେ ଏମିତି ହଠାତ୍ ପଶି ଆସିଲ ଯେ କିଏ ତୁମେ? କହିବିନି ପଶି କହିବି। ମୁଁ ଆସିଛି ମୋ ଭାଇକୁ ଖୋଜିବା ନିମନ୍ତେ। ତୁମେ କଣ ମୋ ଭାଇକୁ ଦେଖିଛ? ଏଇ ବାପା ଆମେ ଖେଳୁଥିବା ସମୟରେ ଏଇ ଫୁଲବନରେ କାହାକୁ ବି ଦେଖିନୁ। ସତ କହୁଛ ହଁ ରୂପସୀ? ମୁଁ ସତ କହୁଛି। ଆଲୋ ଏ ରୂପସୀ, ଯେତେବେଳେ ଦେଖା ଦେଖି ହେଇଯାଇଛି କଣ କହିପାରିବ କି ତୁମ ନିଜ ପରିଚୟ? ମୋ ପରିଚୟ ଦେଖାନ ବାବୁ, ମୋ ପିତା ମତେ କହିଛନ୍ତି ଅଜଣା ଅଚିହ୍ନା ବ୍ୟକ୍ତିଙ୍କୁ ତୋ ପରିଚୟ ଜମା ଦେବୁନି ବୋଲି। ରୂପସୀ ବାବୁ ଯେତେବେଳେ ସକାଳେ ଉଠିଲି ପ୍ରଥମ ଥର ତୁମକୁ ଦେଖୁଅଛି, ସେଥିପାଇଁ ତୁମ ପରିଚୟଟି ନେବା ପାଇଁ ଚାହିଁଛି। ସତରେ ବାବୁ, ହେଲେ ବାବୁ ଦେଖାନ ଯେତେବେଳେ ତମେ ଫୁଲବନକୁ ହଠାତ୍ ପଶି ଆସିଛ ମୋ ଅନୁସାରେ ପ୍ରଥମେ ତମେ ମତେ ପରିଚୟ ଦେଇଦିଅ, ତାପରେ ମୁଁ ନିଶ୍ଚୟ ଭାବିବି। ଆଲୋ ଏ ରୂପସୀ, ମୋ ପରିଚୟ ଶୁଣିଲା ପରେ ତୁମେ ତୁମ ପରିଚୟ ମତେ ଦବ ତ? ଏଇ ବାପା କହିଲି ନା ପ୍ରଥମେ ତମେ ମତେ ପରିଚୟ ଦେଇଦିଅ, ତାପରେ ମୁଁ ନିଶ୍ଚୟ କହିବି। ଠିକ ଅଛି, ତାହେଲେ ମନ କର୍ଣ୍ଣ ଦେଇକି ଶୁଣ, ନହେଲେ ମୋ ପରିଚୟ ଭୁଲିଯିବ। ଆଲୋ ଏ ରୂପସୀ, ମୁଁ ହଉଛି ମାଣିକ୍ୟଗଡର ମାଣିକ୍ୟଗଡର ରାଜା ଦେବଦତ୍ତଙ୍କ କନିଷ୍ଠ ପୁତ୍ର, ନାମ ମୋ ଅଭୟ। ଅଭୟ? ବାଃ ବହୁତ ସୁନ୍ଦର ନାଁଟା। ସତ କହୁଛ? ହଁ ବାବୁ। ହେଲେ ରୂପସୀ ବାବୁ। ନିଜ ଠିକଣାଟା? ସତରେ ତ ବାବୁ, ମୁଁ ସିନା ଆପଣଙ୍କ ପରିଚୟ ମାଗି ନେଇଛି, ହେଲେ ବି ମୁଁ ମଧ୍ୟ ଆପଣଙ୍କୁ ନିଶ୍ଚୟ ପରିଚୟ କହିବି। ଏଇ ବାବୁ ରୂପସୀ ମୁଁ ହଉଛି ଏଇ ସବରପାଳିର ଆଚ୍ଛା ପୁଣ୍ଡରୀ ବୈଦଙ୍କ ଏକମାତ୍ର ଝିଅ। ହଁ। ଆଉ ନାମ ମୋର ହେଉଛି ଅଞ୍ଜଳି। କଣ କହିଲେ? ଅଞ୍ଜଳି। ଅଞ୍ଜଳି? ଆଲୋ ଏ ଅଞ୍ଜଳି, ବାବୁ ବଡ ଦୁଃଖର ବିଷୟଟି କହିବାକୁ ଚାହୁଁଛି। ଦୁଃଖର ବିଷୟ ହଁ ଅଞ୍ଜଳି, କଣ ହେଇଛି ବାବୁ? ଦେଖ ଅଞ୍ଜଳି, ଆଜି କେ 2-3 ଦିନ ହେଇଗଲା ମୋ ଭାଇକୁ ଖୋଜୁ ଖୋଜୁ। ସେଇ 2-3 ଦିନ ଭିତରେ ମୁଁ କିଛି ଖାଇନି। ମତେ କିଛି ଖାଇବାକୁ ଦେଇପାରିବ କି? ଖାଇନାହାନ୍ତି? ହଁ ତା ମାନେ ଆପଣ ଭୋକିଲା ଅଛନ୍ତି? ହଁ ଅଞ୍ଜଳି। ହେଲେ ବାବୁ ଏଇଟା ହଉଛି ସୁନସାନ ଫୁଲବନ, ହଁ ତ ଆଉ ଏଇ ସୁନସାନ ଫୁଲବନ ଭିତରେ ମୁଁ ତମ ପାଇଁ ଖାଇବା ନେଇକି ଆସିବି କୋଉଠୁ? ସତ କଥା। ଆରେ ଆରେ ତମେ ଜମାରୁ ମନ ଦୁଃଖ କରନି। ଏଇ ବାବୁ ଏଇ ପାଖରେ ନା ମୋ କୁଡ଼ିଆଟି ଅଛି, ମୁଁ ମୋ କୁଡ଼ିଆକୁ ଯିବି ଆଉ ତମ ପାଇଁ ନିଶ୍ଚୟ ଖାଇବା ନେଇକି ଆସିବି। ସତ କହୁଛ ଅଞ୍ଜଳି? ହେଲେ ବାବୁ ତମେ ସେ ପର୍ଯ୍ୟନ୍ତ ମତେ ଅପେକ୍ଷା କରିବ ନା? ନିଶ୍ଚୟ ସତ କହୁଛ? ସତ କହୁଛି। ଏଇ ବଉଳା ଶୁଣ, ଏଇ ବାବୁ କହୁଛନ୍ତି ତାଙ୍କ ବୋଝରେ ଭୋକ ଅଛି ବୋଲି। ମୁଁ ମୋ କୁଡ଼ିଆକୁ ଯାଉଛି ଆଉ ଏଇ ବାବୁଙ୍କ ପାଇଁ ନିଶ୍ଚୟ ଖାଇବା ନେଇକି ଆସିବି। ତମର ସେ ପର୍ଯ୍ୟନ୍ତ ଏଇ ବାବୁଙ୍କର ଦେଖାଶୁଣା କରୁଥିବ, ବୁଝିଲ? ମୁଁ ଶୀଘ୍ର ଯାଇକି ଶୀଘ୍ର ଫେରି ଆସୁଛି। ଠିକ ଅଛି ମା। ଯାଉଛି ଲୋ। এই জীবନରେ অনেক রূপসী ଦେଖିଛି, ହେଲେ ତୁମ ପାପରି ରୂପସୀ କେବେ ବି ଦେଖିନି। ସେଥିପାଇଁ କଥାଟିଏ ପଚାରିବା ପାଇଁ ଚାହୁଁଛି। ଯାହା କହିବା ସତ କହିବା। ସତ କହିବ ନା? ତୁମ ଅପା କାହାକୁ ଭଲ ପାଉଛନ୍ତି? ଭଲ ପାଉନାହାନ୍ତି? କିମ୍ବା କୋଉ ରାଜ୍ୟର କୋଉ ଦେଶର ବିବାହ ପ୍ରସ୍ତାବ ନେଇ ଆସିଛନ୍ତି କି? ଯାଉ ତୁମ ମୁଖରେ ଏ ବାକ୍ୟ ଶୁଣି ଏ ଅବୁଝା ମନକୁ ଟିକେ ଶାନ୍ତି ମିଳିଲା। ଏ ଜୀବନା ତୁମେ କେବେ କାହାକୁ ଭଲ ପାଇଛ? ତମେ ବାହା ହେଲନି? ଆରେ ବାବା ନାଇଁ, ତମେ ଦେଖିଲା ଅଛ? ମୁଁ ବି ଏକା ଅଛି। ଏ ଜୀବନା ତମେ ଦେଖିବାକୁ ବହୁତ ସୁନ୍ଦର। ଆରେ ବାଃ,
तुमे माने भी कम नुहे हलो सचरी माने तुमे माने भी देखिया पाई भारी सुंदर ए देखा तुम पास गलनी बोधे ए बाबा देखा मो तो पाई खाइबा लेके आसीची बाबा ए बाबा बाबू कोठी हजी गला मो नाइ अंजलि एमिति किछि देखा मो तो पाई खाइबा लेके आसीची ए पानी निया आ पानी रे हाथ मो देखि चली आस ठीक अछि मो तो पाई खाइबा बाड़ी दउची ठीक अछि अरे वाह एमिति सुस्वादु खाद्य एमिति सुस्वादु खाद्य मो राजकीय खाद्य भी केबे खाइ नथली सतरी बाबू हाँ अंजलि आपण की खाबे एते भल लागिची हाँ अंजलि हेले बाबू आमे होची गरीब छिया मो कुड़िया रे जाबी थिला से सब मु आपण पे खाइबा को नहीं आसीची सतल अंजलि सतल लक्ष्मी प्रसाद परि लागिला आलो अंजलि बाबू। तुम रूप जेमिति ना सतरे तुम गुण सेमिति सतरी बाबू आउ जानि छ तुमको जे भाई बना से खूब बड़ा भाग्यवान सतरी जा हाँ अंजलि अंजलि तुम रूप जेमिति गुण सेमिति तुमे गोटे लक्ष्मी प्रतिमा नारी थी तुमको जे जन्म देछंती सेही रत्न गर्भा मां कोटी थाई मु कोटी कोटी नमस्कार करूची थाओ बाबू थाओ आ आगो को जमर भी कहि बने अंजलि ए बाबू जेते बेले मो पिता माता कथा भाबी दिए ना सतरी बाबू ए हृदय मोरा फाटी जाए अंजलि ए बाबू से दिन कथा जेते बेले मो छोट थिली सेई समय मो पिता माता सहित जंगल के बुलवा को जाइथिली आउ से जंगल बुली बुलू मो पिता माता को बाघ खाई देला आउ से दिन मते मो वैद पिता छोट रे बड़ करछंती आउ से होचंती मो पई साक्षात देवता अंजलि हेलो अंजलि बाबू बीती जाइथिबा कथा को मने पकाई निजक निजे दुर्बलता भावंतु नाही आज एठी म तुमको अनुरोध करि कहूची
ତୁମେ ସଦା ସର୍ବଦା ଖୁସିରେ ରହିବା ପାଇଁ ଚେଷ୍ଟା କରିବ। ରହିବି ବାବୁ, ମୁଁ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିବି। ସତ କହୁଛ ଅଞ୍ଜଳି? ଆଲୋ ଅଞ୍ଜଳି, ବାବୁ ତୁମ ଅତିଥି ସତ୍କାର ରାଜସ୍ୱର ଖୁସି ହୋଇ ମୁଁ ତୁମକୁ ଛୋଟ ଉପହାରଟି ଦେବା ପାଇଁ ଚାହୁଁଛି। ଉପହାର? ହଁ। ପୁଣି ମତେ? ହଁ। ଏଇ ବାବୁ, ଆପଣ ପୁଣି ମତେ କି ଉପହାର ଦେବାକୁ ଚାହୁଁଛନ୍ତି? କି ଉପହାର? এই ଦେଖିପାରୁଛ? এই ଛୋଟ ଉପହାରଟି ଦେବା ପାଇଁ ଚାହୁଁଛି। ନାଇଁ ବାବୁ ନାଇଁ, ମୁଁ ତମକୁ କିଛି ଖାଇବାକୁ ଦେଲି ବୋଲି ତମେ ମତେ ଏତେ ଦାମୀ ଉପହାର ଦେବାକୁ ଚାହୁଁଛ? ମୁଁ ଜମାରୁ ବି ନେଇପାରିବିନି। ଅଞ୍ଜଳି, ମୁଁ ତୁମକୁ କୌଣସି ଖରାପ ଉଦ୍ଦେଶ୍ୟରେ ଦେବା ପାଇଁ ଚାହୁଁନି, ଗୋଟିଏ ବନ୍ଧୁ ହିସାବରେ ଦେବା ପାଇଁ ଚାହୁଁଛି। ବନ୍ଧୁ ହିସାବରେ? ହଁ। ଠିକ ଅଛି ବାବୁ, ଯେତେବେଳେ ଆପଣ ମତେ ବନ୍ଧୁ ହିସାବରେ ଦେବାକୁ ଚାହୁଁଛନ୍ତି, ଆରେ ମୁଁ କାହିଁକି ମନା କରିବି? ଠିକ ଅଛି ଅଞ୍ଜଳି, ବାବୁ এইটা হচ্ছে আমার প্রথম দেখা, প্রথম উপহার। জীবনের যেমিতি বি কষ্ট আসু না কাহিকি মু দেইথিবা উপহারକୁ সদা সর্বদা তোমা পাখরে রখিব। ঠিক আছে বাবু। নি অঞ্জলি, নিয়া। প্রেম হে যায় রে, প্রেম হে যায় রে। ଦେଖ ଅଞ୍ଜଲି, ସତରେ ତୁମ ସହିତ କଥା ହଉ ସମୟଟା କେମିତି ବିତି ଯାଉଛି କିଛି ଜଣା ପଡୁନି। ଆଲୋ ଅଞ୍ଜଲି, ଆଉ କୋଉ ଦିନେ କୋଉଠି ଦେଖା ହେଲେ ମୋ ସହିତ ତୁମେ କଥା ହବ ତ? ଏଇ ବାବୁ, ଯେତେବେଳେ ଆମର ବନ୍ଧୁତା ହେଇଯାଇଛି ମୁଁ ତମ ସହିତ କଥା ହେବିନି କେମିତି? ମୁଁ ଯୋଉଠି ବି ଦେଖା ହେବି ନିଶ୍ଚୟ କଥା ହେବି। ସତ କହୁଛ ଅଞ୍ଜଲି? ହଁ ବାବୁ। ଆଲୋ ଅଞ୍ଜଲି, ସେଦିନ ଦେଖା ହେଲା ପରେ ମୁଁ ତୁମକୁ କଥାଟେ କହିବି। ହଁ କଥା ଠିକ କହିବି, ହେଲେ ବାବୁ ସେ କଥା ମତେ ଆଜି କହିଦିଅ ନା। ନାଇଁ ଅଞ୍ଜଲି ନାଇଁ, ଆଜି କହିପାରିବିନି। ଆରେ ତୁମେ ତ ଜାଣିଛ ମୁଁ ଆସିଛି ମୋ ଭାଇକୁ ଖୋଜିବା ନିମନ୍ତେ, ଯେମିତି ହେଲେ ବି ମତେ ଯିବାକୁ ହବ। ଚାଲିଯିବ? ଏ ମନ ଦୁଃଖ ହେଲା କି? ହେଲା ବାବା ହେଲା, କୋଉଠି ଦେଖାବା, କେବେ ଦେଖାବା? କୋଉଠି ଦେଖା ହେବା? ହଁ। ତା ମାନେ ତମେ ମୋ ସହିତ ସତରେ ଦେଖା କରିବ? ସତ କହୁଛି। କୋଉଠି ଦେଖା ହେବା, କୋଉଠି ଦେଖା ହେବା? ହଁ, ଆମ ଗାଁରେ ନା ଗୋଟେ ସୁନ୍ଦର ଶିବ ମନ୍ଦିର ଅଛି। ଆଚ୍ଛା, ମୁଁ ତମକୁ ସେ ଶିବ ମନ୍ଦିର ନିଶ୍ଚୟ ଅପେକ୍ଷା କରିବି। ହେଲେ ବାବୁ, ତମେ ସେ ଶିବ ମନ୍ଦିରକୁ ଆସିବ ନା? ଅଞ୍ଜଲି, ମୁଁ ଯଥାଶୀଘ୍ର ଆସିବା ପାଇଁ ଚେଷ୍ଟା କରୁଛି। ଆଉ ଯୋଉ କଥା କହିବା ପାଇଁ ଚାହିଁଛି ନା, ସେ କଥା ମଧ୍ୟ କହିବି। ଠିକ ଅଛି ବାବୁ, ମୁଁ ତମକୁ କଥା ଦଉଛି, ମୁଁ ସେ ଶିବ ମନ୍ଦିର ନିଶ୍ଚୟ ଅପେକ୍ଷା କରିବି। ଠିକ ଅଛି ଅଞ୍ଜଲି, ମୁଁ ଯଥାଶୀଘ୍ର ଆସିବା ପାଇଁ ଚେଷ୍ଟା କରୁଛି। ଠିକ ଅଛି। ତାହେଲେ ଆସୁଛି। ଠିକ ଅଛି। ସେ ବାବୁ ନା କେତେ ଭଲ, ବହୁତ ଭଲ ଲୋ। ଆମେ ତାଙ୍କୁ କିଛି ଖାଇବାକୁ ଦେଲି ବୋଲି ସେ ମତେ ଏତେ ସୁନ୍ଦର ଉପହାର ଦେଇଛନ୍ତି। ହଲୋ। ଏ ସଖୀ, ହଲୋ। ସତ କଥାରେ କହିବି ବୋଲା, କଣ ଲୋ? ସତ କହିବା ଗଲେ ଜୀବନରେ ପ୍ରଥମ ଥର ପାଇଁ କିଏ ଜଣେ ମତେ ଏତେ ସୁନ୍ଦର ଉପହାର ଦେଇଛନ୍ତି। ହଲୋ ମା। ଆଉ ମୁଁ ଏ ଉପହାରକୁ ମୋଠୁ କେବେ ମଧ୍ୟ ଅଲଗା କରିବିନି। ଠିକ ଅଛି ଲୋ। ଏଇ ବୋଲା, ଆମେ ସେ ବାବୁଙ୍କ ସହିତ କଥାବାର୍ତ୍ତା ହଉ। ଆମକୁ ଏଠି ଅନେକ ସମୟ ହେଇଗଲାଣି, ହଲୋ। ଆମକୁ ବି ଶୀଘ୍ର ଘରକୁ ଯିବାକୁ ହବ। ତାହେଲେ ଯିବା ଲୋ। ଯିବାଲେ ଯିବା।
चलो मंचस्थ नाटक हिरोइन एवं हिरो प्रेम अत्यंत खुश हो आमजोर ग्रामर सीताकांत पुंजी 20 कोटी भाटी मध्य अर्पण करते आम क्षुद्र अंश तरफ विशेष विशेष धन्यवाद। जय कला कला बंची रहो। आशा काय देखबो सार गोटे रोगिया ली आइछे जल्दी आसा। मंचस्थ नाटक कुराल पूजा उपलक्ष होइथिबा लचिपुर नाटक उक्त नाटक रे जे व्यक्ति माने हीरो हिरोइन रे अंशग्रहण करछंती तांकर कला रे अत्यंत खुशी होई स्थानीय बांडीगार कलाकार प्रथम कलाकार जयराम पाणिग्राही से 2 जन को 50 कोटी भारत मुद्रा पुरस्कृत करछंती। कला जय कलाकार कला बंची रहू। श्री चरणे गिनंती प्रणाम। उड़दास बेटे उड़दास बेटे बेटा बोला कि कुंती के गलास ने ए बा मो बड़ भाई को 3-4 दिन जमार भी देखिनी से कोठी अछंती कुआड़ी गली जमार भी जानिनी तक 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 हेले बा ए बाबू जने की बेटे बा ये बिला के किन बेटा मारी करी खमन भीतर फिकते रेला सत्य को बा और बेटे हेले बाबू कर किछि हेनी ता बेटे ये पिलर हाथ गुड़ कुटकुटी करी भांगला आइचे सत्य को बा अरे बेटे भांगी जाइछि अरे बेटे हेले बे हमें कोन करिबा बेटे तू उसो किंडे के बाटी दियास लगाई दे मुस्काए लगाई दे मुस बेटी ठीक अछि बा तमे जेमिति कहबा ए अंजलि ना ठीक से एमिति करिबा अरे बेटी
সেবা যতন করলা বলে মহাপ্রভু আমাকে উদ্ধার করতে রে বা ঠিক କହିଛନ୍ତି ବା ଆମେ ଏ ରୋଗୀମାନଙ୍କ ସେବା କରୁଛୁ ବୋଲି ତ ଭଗବାନଙ୍କ ଆଶୀର୍ବାଦ ଆମ ଉପରେ ଅଛି। अरे बेटी ई मानवर सेवा माधव सेवा है बेटी माधव सेवा ଠିକ କହିଛନ୍ତି ବା बेटी ବା ई औषधा इटा का पिसाल करी बाटी देबुस सकाले गोटे पान और बेलबुड़ा का गोटे पान खुआई देबुस ଠିକ ଅଛି ବା ତମେ ଯୋଉ ସମୟରେ କହିବ ମୁଁ ଏ ଔଷଧଟା ସେଇ ସମୟରେ ଦେଇଦେବି। अरे बेटी बेटी ବା ई औषध सरलाइची ସରିଯାଇଛି अरे बेटी ଏବେ ଆମେ କଣ କରିବା? बेटी बा। मुई खमन जाइसी चेरीमुली ओसो को सा आनला बोले ई पिला के खोई दाला बोले जल्दी बने हेबा ଠିକ ଅଛି ବା ତମେ ଯଦି ଜଙ୍ଗଲକୁ ଯିବ ଶୀଘ୍ର ଯାଇକି ଶୀଘ୍ର ଫେରି ଆସିବ। तू चिंता नहीं कर बेटी मुई संज बेला के पले आसबी ଠିକ ଅଛି ତାହେଲେ ମୁଁ ତମ ସବୁ ସାମଗ୍ରୀଟା ସଜାଡ଼ି ଦଉଛି। द्यास बेटी द्यास ଆରେ ବା ତ ମତେ କହିକି ଯାଇଛନ୍ତି ଏ ବାବୁଙ୍କର ଭଲରେ ଦେଖାଶୁଣା କରିବାକୁ ଆଉ ଔଷଧ ମୋତେ ଦେଇଛନ୍ତି ଠିକ ସମୟରେ ଖାଇବାକୁ ଦେବାକୁ। ନାଇଁ 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 ମୁଁ ଏ ବାବୁଙ୍କୁ ଆଉ ଏ ଦୁଆର ମୁହଁରେ ଜମା ବି ରଖିବିନି। ତାଙ୍କୁ ଶୀଘ୍ର ଶୀଘ୍ର ଆମ ଏ ଘର ଭିତରକୁ ନେଇକି ଯିବି ଆଉ ଏ ବାବୁଙ୍କର ଭଲରେ ଦେଖାଶୁଣା କରୁଥିବି ଆଉ ଯାହାଦ୍ୱାରା ଏ ବାବୁଣ ଶୀଘ୍ର ଶୀଘ୍ର ଭଲ ହେଇଯିବେ। ହଁ ହଁ ମୁଁ ତାଙ୍କୁ ଶୀଘ୍ର ନେଇକି ଯାଏ। ପରିବେଷଣ ହୋଇଥିବା ଦୃଶ୍ୟରେ ତଥା ହିରୋଇନ ଅଞ୍ଜଳି ଏବଂ ବୈଦ ବୁଢ଼ାଙ୍କ କଲାରେ ଅତ୍ୟନ୍ତ ପ୍ରୀତ ହୋଇ ସିଦ୍ଧେଶ୍ୱର ଏବଂ ମୋହିତ ସେ ଦି ଜଣ ମିଶି 20 ଟଙ୍କା ପୁରସ୍କୃତ କରିଛନ୍ତି। ତାଙ୍କ ସାଥେ ସାଥେ ରାଜୀବ ଏବଂ ଜ୍ୟୋତିଷ ସେ ଦି ଜଣ ମିଶି ମଧ୍ୟ 20 ଟଙ୍କା ପୁରସ୍କୃତ କରିଛନ୍ତି। ସେହି ପୁରସ୍କୃତ ଦାତାମାନଙ୍କୁ ନାଟକ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜ୍ଞାପନ କରୁଅଛୁ। ଜୟ କଲା ଜୟ କଲାକାର।
এই সখী দেখালো দেখা পূর্ব দিকের সূর্য দেবতা উদমন হই এই ধরা পৃষ্ঠ কেমতি সুন্দর যাচ্ছিল সখী মানে এই সখী আজ তুমি দেখিବାକୁ ବହୁତ ସୁନ୍ଦର ଯାଉଛ ଏ ସଖୀ ମାନେ ତୁମେ ତ ଜାଣିଛ ଆମ ରାଜ୍ୟ ଅଛି କାଞ୍ଚିପୁର ଆଉ ମୋ ପିତାଙ୍କ ନାମ ହେଉଛି ବୀରେନ୍ଦ୍ର ଆଉ ମୋ ମାତାଙ୍କ ନାମ ହେଉଛି ସୁଚିତ୍ରା ମୁଁ ତାଙ୍କ ଏକମାତ୍ର ଝିଅ ନାମ ମୋର ତନୁଜାଲା ସଖୀ ଏ ସଖୀ ତୁମେ ମୋ ସହିତ ଦିନେ ବୁଲିଲଣି କେବେ ମୋ ମନ କଥା ବୁଝିଛ ନା କେବେ ଜାଣିଛ ଏ ସଖୀ ଆଜି ମୁଁ ତୁମକୁ ମୋ ମନ କଥା ଖୋଲିକି କେବେ ଚାହିଁଲେ ବୋଇଲ ମାନେ ଶୁଣିବ ସତରେ ତାହେଲେ ଶୁଣାଲେ ସଖୀ ମାନେ ଏ ସଖୀ ବିଦୁମୁଖୀ ରାଜ ବାଲା বিদুমুখী রাজ বালা দেখল সখী দেখা কি সবা রাজ ভবনা দেখল সখী দেখা কি সবা রাজ ভবনা मुझे कहते सुन पच्चा वीरेंद्र पियारा सुचित्रा माता राजा कांचीपुर मुक्तानु जाना मिता वीरेंद्र पियारा सुचित्रा माता राजा कांचीपुर मुक्तानु जाना मिता रूप सागरे सागरे खेले लहरी विजय देखे हुआई घारी विदुमुखी राज बाला विदुमुखी राज बाला विदुमुखी राज बाला
କି ଶୁଣି ପାରିଲା ତ ହାଲୋ ହେଲେ ସଖୀ ମାନେ ହାଲୋ ମୁଁ ସିନା ମୋ ମନ କଥା ଖେଳିକି କହିଦେଲେ ବୋଇଲ ମାନେ ହାଲୋ ହେଲେ ତୁମ ମନ କଥା କହିବନି କହିମୁଲୋ କହିବା ସତରେ ହାଲୋ ତାହେଲେ କଲ ବୋଇଲ ମାନେ ଏ ଯେ ମା ହଁ ଆଜି ବହୁତ ସୁନ୍ଦର ଦେଖା ଯାଉଚଲୋ ସତ କହୁଛ ଏ ଯେ ମା ହଁ ଆମେ ଚାରି ଭଉଣୀ ମିଶି କିଛି କହିବାକୁ ଚାହୁଁଥିଲୁ ତାହେଲେ କଲ ମନ ଦେଇକି ଶୁଣିବା ତ ମୁଁ ଦେଖି ଶୁଣିବି ଏ ଯେ ମା ହଁ କଥାରେ ଅଛି କି ମା କଣ ଅଛି ଏ ସୁଲଭୟସି ଜୀବଧାରୀ ଏ ମଣିମା କର ସୁଲଭୟସି ଜୀବଧାରୀ ଏ ମଣିମା କର ଜୀବଧାରା ଦେଖି କରି ସଦାରା ବରା ହଁ କିଛି ବୁଝି ପାରିଲ କିଲୋ ନା ନା ତାହେଲେ ମନ ଦେଇକି ଶୁଣାଲୋ ମନ ଦେଇକି ଶୁଣିଥିଲେ ବୋଇଲ ମାନେ ପ୍ରେମ କରିବାକୁ ଇଚ୍ଛା ହେଲା ନବ ରାଜକୁମାରୀ ସତୀ ରାଜକୁମାରୀ ମା କରିବାକୁ ଇଚ୍ଛା ହେଲା ନବ ରାଜକୁମାରୀ ଚୁକି ଯାଉ ଆଶା ଯୋବାଲୋ ବନ ଚୁରି ଚୁରି ପ୍ରେମ କରିବାକୁ ଇଚ୍ଛା ହେଲା ନବ ରାଜକୁମାରୀ ଚୁକି ଯାଉ ଆଶା ଯୋବାଲୋ ବନ ଚୁରି ଚୁରି ଆପୁରି ସାନେ କର ତମେ ପାଏ ବବର ଆପୁରି ସାନେ କର ତମେ ପାଏ ବବର ଏ ଯେ ମା କାହିଁକି ଏତେ ଚମକୁଚଲୋ এই সখী মানে হ্যাঁ। এই বয়সে না চমকি চমকি বিকে বসে এ যে মা হ্যাঁ দাম দাঁড়ালো মালিকারি সুন্দরী যে মাল পমারতি দাম দাঁড়ালো কলিকতি সুন্দরী যে মাল পমারতি এই সখী যে মালো এতে মানে কଣ কହୁଛ এ যে মা ହଁ ଏବେ ବି କିଛି ବୁଝି ପାରୁନ ନା ନା ତାହେଲେ ଆହୁରି କହିବାକୁ ପଡିବ ଆହୁରି ଅଛି ହ୍ୟାଲୋ ତାହେଲେ କଣ ବୋଇଲ ମାନେ ସରଗର ପରି ରାଜକୁମାରୀ ମହ ମହ ବାସୁଅଛ ମାନ ଭମରା ସପନ ଦେଖିବା ତାର ଭାବୁଅଛ ସରଗର ପରି ରାଜକୁମାରୀ ମହ ମହ ବାସୁଅଛ ମାନ ଭମରା ସପନ ଦେଖିବା ତାର ଭାବୁଅଛ କିଏ ସେ ରାଜକୁମାର ହେବା ତୁମର ମନ ଚୋର କିଏ ସେ ରାଜକୁମାର ହେବା ତୁମର ମନ ଚୋର আমি পানে কর তুমি পাইব বর আমি পানে কর তুমি পাইব বর এ যে মা ହଁ এইটা থরে কইবিলো ଆଉ মন দেখি শুনালো ମୁଁ দেখି ଶୁଣିଛି দম ধরালো কলি কলি সুদারি যে মার পমানতি দম ধরালো কলি কলি সুদারি যে মার পমানতি
सीमाटा बजाय चले सखी मैंने सतारे जीमा आज कहला अन्य मत एमती कथा कहबन कहीं ना मु तुम सहित आसबिनी कटी 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 ए जीमा हाँ रागी गला किलो ना लो ना तुम्हें आज मो प्रिय देश हालो आ मु तुम पर रागी भी नालो एमती छोटा कथिला सखी मैंने ठीक आछिलो ए सखी जीमालो खेले मते से प्रेम भाव विषय आउ केबे कहबन काई किलो कहीं ना मु से प्रेम भाव विषय किसी जानिला सखी मैंने सतारे जीमा जेबे जदि मो प्रेम ने पड़बी ना मु आगर तुमके निष्ठा केबे सखी मैंने ए जीमा हाँ कहबो ना तुमके न कहबी त आ कहबी काहकु हालो हां ए सखी जीमालो मु जाके जमा दे सुनिबा ठीक आछिलो सुनिबा ना हाँ ए सखी हालो जीमा देख सखी बृंद ए फूला उद्यान फागुन राग मन किणची मना देख सखी बृंद ए फूला उद्यान फागुन राग मन किणची मना अरे देख सखी ए कानना फूल दिए रंगा चुमाना सखीला हेला सोनाला फूल दिए रंगा चुमाना जाके सुन पड़ पर्वत से कर सके पायल जला दकिला बिल्ला छोड़ सके कीड़े ममाना मरे पवन पाए संगीत सुरे एज तो दक्षिण सके ममाना छुरे कलम दरेना अत लेखाई विजय गीत कलम दरेना अत लेखाई विजय गीत मने पड़े पीला दिना फूल दिए रंगा चुमाना सकीला हेला सोनाला फूल दिए रंगा चुमाना देखा बेला सब समय ही गलानी हालो सियाड़े मो पिता माता मते खोजि बेले सखी माने हालो जीमा आमको आम गृह की जीवा पड़िबा चल जीवालो जीवालो हेलो मंचस्थ नाटक हिरोइन एवं सखी मान नृत्य रे अत्यंत खुशी होई प्रशांत नायक 20 टंका लोकेश नायक 20 टंका एवं रमेश नायक 20 टंका ए तीन बंधु मिसी हिरोइन और सखी मान को 60 कोटी भारतीय मुद्रा अर्पण करती तांको आई क्षुद्र भाषा तरफ बहुत बहुत धन्यवाद जय कला कला बंची
ସକାଳେ ଯାଇ ସନ୍ଧ୍ୟା ହେଲାଣି ହେଲେ ମୋ ସ୍ୱାମୀ ମୋ ପାଖକୁ ଫେରି ନାହାନ୍ତି। ରାଜ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଯେ ସେ ମୋ ପାଖକୁ ଆସିବାଟା ଭୁଲି ଯାଇଛନ୍ତି। ସେ ଆଡ଼େ ବି ମୋ ପୁଅମାନେ ରାଜ୍ୟ ଭ୍ରମଣ ପାଇଯାଇଛନ୍ତି ଯେ ସେମାନେ ବି ମୋ ପାଖକୁ ଫେରି ନାହାନ୍ତି। କାହିଁକି ଆଜି ମା ମନଟା ବୁଝୁନି। ସେ ଆଡ଼େ କାଉ ରାବର ଶବ୍ଦ ମୁଁ ଶୁଣୁଛି। କାହିଁକି ଆଜି ବାମ ନୟନ ଘନ ଘନ ମାରୁଅଛି। ଇଏ ତ ହେଉଛି ଅଶୁଭ ଲକ୍ଷଣ। ହେ ଜଗତର ନାଥ ଜଗନ୍ନାଥ, ମୋ ପୁଅମାନଙ୍କୁ କୁଶଳରେ ରଖିଥାଅ ପ୍ରଭୁ। ଆଉ ଖୁସିରେ ଖୁସିରେ ମୋ ପାଖକୁ ଫେରେଇ ଆଣ ପ୍ରଭୁ। ମୋ ପାଖକୁ ଫେରେଇ ଆଣ। ମୋ ସ୍ୱାମୀ ଆସିବା ପର୍ଯ୍ୟନ୍ତ ମୋ ଉଆସରେ ମୁଁ ଅପେକ୍ଷା କରେ। अरे सखी, अनेक वर्ष पर आज आवे पहले भाई माणिक्य को राज्य मध्य को प्रवेश करी सारी छु। अरे सखी, माणिक्य को राज्य मध्य को जते बेला पहले भाई प्रवेश करी छु। हमको कहीं देखि ना हंती रे। कहीं देखि हां सखी, अरे सखी, माणिक्य को राज्य मध्य रे प्रवेश करिला परे माणिक्य को राज्य रे देखिबा को सतरे अति सुंदर लागु छि। हीरा हीरा मोती माणिक्य रे ई सोफा देखा जाउ छै माणिक्य को राज्य ना। अरे सखी, माणिक्य को राज्यर सौंदर्यटा को देखी देखी अब मेरी भाई पहुंची सारी रानी हंसपुर मध्य को। अरे सखे, रानी हंसपुर कहीं आग पर कहल चहल जना पड़ुनी रे, खाली खाली जना पड़ुछि भाई। सखे दासी पोइली माने ताको କାର୍ଯ୍ୟରେ ବ୍ୟସ୍ତ ଅଛ। ଆଉ ରାଜାଟା ରାଜ କାର୍ଯ୍ୟରେ ବ୍ୟସ୍ତ ଅଛି। राजा राज्य कार्य व्यस्त अछि ସେଇଥିପାଇଁ ଖାଲି ଖାଲି ଲାଗୁଛି। सखी भाई ए होछि उपयुक्त समय। अरे सखी, जाऊ तो पाई दिना मेरे भाई एई माणिक्य को राज्य तोरा खाई तांतर भिकारी साजी बड़ मध्यरे जीवन यापन करी आसुछु। भाई जय महारानी प्रबंधले कोठी देखा जाउनी रे। महारानी हां अंतपुर रे अंतपुर रे रत्न पलंकरे शयन करथिले भाई। सतरे सखी हां ओ सखी, ए होछि उपयुक्त समय। जतबेले महारानी अंतपुर रत्न पलंकरे शयन करिछंती भाई तो जाई सिंह द्वारा मध्यरे अपेक्षा कराइता। मो जाउछि महारानी को शयन कक्ष मध्य को। भाई सखी शीघ्र घटनाटा घटाई देई शीघ्र चाली आसीबे। যদি রাজাটা পৌঁছে দিব কথাটা গড়বড় হই যাবে। নাই রাজা শিব পূর্বরু কাম সারি ও তো পাখকু ফেরি আসুছি। তো যাই সেই অপেক্ষা করাই। আ দেখে চন্দ্রের দর্শন রসিত লাগে বলাই অপমান। আজি রাত্রি মধ্যে যাবিনি অনেক দিনর স্বপ্ন মোর আজি পূর্ণ হবাকু যাଉଛି। সতরে ও স্বপ্ন আউ স্বপ্ন হেই রহিবনি। যেତେବେଳେ ମହାରାଣୀ ଅନ୍ତପୁରରେ ଶୟନ କରିଛନ୍ତି ହଠାତ୍ ଭିତରକୁ ଚାଲିଯିବା ଉଚିତ ନୁହଁ। ଦ୍ୱାର ମୁହଁରୁ ଥାଇ ଡାକଟା ପକେଇ ଦେଖେ। ଯଦି ମୋ ଡାକ ଶୁଣି ବାହାରକୁ ଚାଲି ଆସିବେ କାମଟା ସହଜରେ ସାରି ଏଠାରୁ ଚାଲିଯିବି। ମହାରାଣୀ ଲୋ, ଆଲୋ ଏ ମହାରାଣୀ, ମହାରାଣୀ ଲୋ। ଆରେ ଏତେ ଡାକିଲା ପରେ ବି କଣ ମହାରାଣୀକୁ ମୋ ଡାକ ଶୁଭୁନି? ଓ ରାତ୍ରିଟା ଅନେକ ହେଇଛି, ସେଇଥିପାଇଁ ବୋଧେ ମହାରାଣୀ ନିଶ୍ଚୟ ଶୋଇ ପଡିଥିବେ। এইଥିପାଇଁ ମୋ ଡାକଟା ତାଙ୍କ କର୍ଣ୍ଣକୁ ବାଜୁନି ନା। ମୁଁ ଏଠି ଆଉ ଧୈର୍ଯ୍ୟ ଧରି ଅପେକ୍ଷା କରିପାରିବିନି। ମୁଁ ହିଁ ତାଙ୍କ ନିକଟକୁ ଯିବାକୁ ପଡିବ। ଆସୁଛି ରେ ମହାରାଣୀ, ତୁମରି ନିକଟକୁ ଆସୁଛେ। আর মহারানী মহারাজ ঘরে নাহନ୍ତି কে? ମୋ ସ୍ୱାମୀ ଘରେ ନାହାନ୍ତି। ଅକ୍ଷ ଘରେ ନାହନ୍ତି କେ? ମୋ ପୁଅ ମାନେ ରାଜ୍ୟ ଭ୍ରମଣ ପାଇଁ ଯାଇଛନ୍ତି। ହେଲେ
তুমি কিଏ ମୁଁ ହଉଛି ଆପଣଙ୍କର ଜଣେ ହିତାକାଙ୍କ୍ଷୀ ମଣିଷ ଆରେ ମୁଁ ହଉଛି ଆପଣଙ୍କର ଜଣେ ସୌଭାଗ୍ୟକାଙ୍କ୍ଷୀ ମଣିଷ ଆପଣଙ୍କ ପାଇଁ ଗୋଟାଏ ଶୁଭ ସମ୍ବାଦରେ ଆସିଛି ମହାରାଣୀ ଶୁଭ ସମ୍ବାଦରେ ଆସିଛି ଠିକ ଅଛି ଯଦି ଶୁଭ ସମ୍ବାଦ ନେଇକି ଆସି ଅଛ ତାହେଲେ ମତେ କହିଦିଅ ଆଚ୍ଛା ମୋ ସ୍ୱାମୀ ଆସିଲା ମୁଁ ଜଣେଇଦେବି ଆଉ ଏଠୁ তুমি ଚାଲି ଯାଅ କଣ ହେଲା ଏଠାରୁ ଚାଲିଯିବେ ଆସୁଛି ଯେତେବେଳେ କାମଟା ପୂରଣ କରି କଣ ଏତେ ସହଜରେ ଚାଲିଯିବେ ଆରେ ମୁଁ ତୁମକୁ ଜାଣିନି କି ଚିହ୍ନିନି ବେଶ ଭଲ ଭାବରେ ଜାଣିଛ ଆଉ ଭଲ ଭାବରେ ଚିହ୍ନିଛ ମଧ୍ୟ ଏ ଅନ୍ଧାର ରାତିରେ ତମେ ମତେ ଦେଖି ପାରିଲ ସେଇଥିପାଇଁ ମତେ ଚିହ୍ନି ପାରିଲ କହିଲି ମୁଁ ଜାଣିନି କି ଆରେ ଶୁଣ ମୁଁ ହଉଛି ସେଇ ଧରା ଖାଇଥିବା ପୂର୍ବତନ ସେନାପତି ପଳାଗରେ ତ ତାଇ ତୁମ ସହିତ ଚଳନା କର ତୁ ରାଖ ତାଇ ଦିନର କଥା ତୁ ଭୁଲି ଯାଇଛୁ କେମିତି ଭୁଲିବେ ଗୋଟି ଗୋଟି କରି ସବୁ ମନେ ଅଛି ସେଦିନ ରାଜ୍ୟସଭାର କଥାଟା ସେଦିନ ମତେ ଯୋଉ ଅପମାନ ଦେଇ ରାଜ୍ୟରୁ ତୋଳି ଦେଇଥିଲ ଏତେ ସହଜରେ ଭୁଲିବି କେମିତି ତୁ ଗୋଟେ ଚାମড়া এটা কি কুকুরা और कहले महारानी এই ফলাকটাকে ওইটা কিয়া কুকুর কহিলা বহুত বড় ভুল করিছো এনা ছেলে মই বাড়িক রাজ্যর ওইটা কিয়া কুকুর হে কিন্তু আজ নহ আজ ওহলা পলাগরি মহারানী বামরে হই চাঁদা কু হাতা বড়া না রাখসা তু নিশ্চয় মারিবু মরি বাবাই বড়াকে ব্যবহার করেন মহারানী মরি বি বছকে আরে তো জপানির রসটাকু ন চখিবা পর্যন্ত কদাপি মরিবিনি কদাপি নহ ছে তোতে লজ্জা লাগিবা কথা আইবা তোতে যদি মଣିଷ পড়িয়া থান্তা ও ତୁମ ପାଖକୁ ଫେରି ଆସିନଥାନ୍ତୁ ରାକେଶ ତୁ ଗୁଡ଼ା ଚୁ କାପୁରୁଷ ତୁ ଗୁଡ଼ା ଚୁ ଲାମ୍ପଟ ତୁ ଗୁଡ଼ା ଚଣା ପୁରୁଷ ତ ମତେ କିଏ ଚାଉରି ରାକେଶ କଣ ହେଲା ତୁ ଏଠୁ ଚାଲି ଯା ମଜୁବରେ আলা হারাম জাদি মাইকিনিয়া এই ভোলাকে মোহর ছাপ পকাই বহুত বড় ভুল করেছে আজ ইহর পরিণাম ততে ভোগিବାକୁ হব কর করবি আজ এই রানী হস্যপুরের ମୁଁ ତତେ বলাৎকার କରିଦେବି নাই বানাগিরি ମୁଁ ତତେ ହାତ ଯୋଡ଼ି ନାହିଁ ରହୁଛି ও কিন্তু শুনিবে কিছু ତୁ ଏମିତି ବାବା କଥା କହନି ବାନାଗିରି କଣ ହେଲା ବାପ କଥା ତୁମ କଥା ମାରିକି ଚାଲି ଯା ବାନାଗିରି ଓହେ ମୁଁ ତ ଚକ୍କର ତ କଥା ମାରି ମୋ ଚାଲି କଥା ମାରିକି ତୁ ଚାଲି ଯା ଆସିବାଟା ଯେତିକି ସହଜ ଏଠାରୁ ଚାଲିଯିବାଟା ସେତିକି ସହଜ ନୁହଁ ଆସିଛି ଯେତେବେଳେ କାମଟା ପୂରଣ କରି କଣ ଏତେ ସହଜରେ ଚାଲିଯିବେ ଆଚ୍ଛା ଅନେକ ଦିନରୁ ଜମାଟ ବାନ୍ଧିଥିବା ମୋ ଦେହର ଭୋକଟାକୁ ମେଣ୍ଟାଇ ଦିଅ हे भगवान ऐसा मरा राकेश बाबा को चली आसी କଣ ହେଲା ମୋ ରାକ୍ଷସ ना मो पाके रचती बहुत स्वाद ଭଲ ହେଇଛି ना बापू मारे ଆହୁରି ଭଲ कण करबी पर केचे मुझे बाटा देखा जाऊनी प्रभु ବାହାରୁ ଦେଖାଯିବନି ଲୋ हे जगतर नाथ जगन्नाथ ଏଟା ये राकेश कमलरु बाता रक्षा कर प्रभु ये राकेश कमलरु बाता रक्षा कर আজ ভোলাকে হস্ত রক্ষা করিবা পাই আসিবে সেই জগতর নাথ জগন্নাথ না আসিব তো স্বামী রাজা দেবদত্ত चुप कर बालागिरी মহারানী तारे को कभी दूर बोले बाबरा राकेश আচ্ছা तो रानी दुगारी मत किनु बे দুর্গা রূপ देख দেখাবে সেই
ଆମେ ନିର୍ଲଜ ଅର୍ବା ଅଚିର ପଶୁ ବାଘରେ ପଶି ବୁଲିବା ଘରେ ପୁଣି କରୁପରାୟଣ ତୋର ସାହସ କେମିତି ହେଲା ମୋ ରାଜଉଆସକୁ ପ୍ରବେଶ କରିବା ପାଇଁ? ରାଜନ ତୁମେ ହଁ ମୁଁ ଓଜେ ସମୟରେ ଆସି ପହଞ୍ଚି ଗଲୁ, ନହେଲେ ମହାରାଣୀକୁ ଘଟଣାଟା କଟାଇ ଦେଇଥାନ୍ତି। ଜୀବନ ପ୍ରତି ସ୍ନେହ ମମତା ଅଛି, ଆଉ ଏ ରାଜ୍ୟର ମଙ୍ଗଳ ଚାହୁଁଛୁ, ତାହେଲେ ମହାରାଣୀକୁ ବାସ୍ତବରେ ଟେକି ଦେଇ ଏଠାରୁ ଚାଲି ଯା କହୁଛି। ନା ଯାହା କହୁଛେ ଆମେ ବିଶ୍ୱାସଘାତକ ସେନାପତି ତୋ ଦେହରେ ଯଦି ବୀର ରକ୍ତ ପ୍ରବାହିତ ହେଉଛି କଣ ହେଲା? ତାହେଲେ ରାଜା ସହିତ ଯୁଦ୍ଧ କରିପାରିବୁ। ଯୁଦ୍ଧ? ହଁ ଆରେ ଏଇ ସମୟଟାକୁ ମୁଁ ଅନେକ ବର୍ଷ ଧରି ଅପେକ୍ଷା କରି ରହିଥିଲି। ଆଜି ଯୁଦ୍ଧ ହବ, ଆଉ ଆଜି ଯୁଦ୍ଧରେ କିଏ ବିଜୟ ଲାଭ କରିବ ଆଉ କିଏ ପରାଜୟ ହବ ଜଣା ପଡିବ। ତାହେଲେ ରାଜାଟା ଏ ପ୍ରସ୍ତୁତ ଅଛି। ଯଥା ଶୀଘ୍ର ନେଇ ଆସେ ଶୀଘ୍ର ତରବାରୀ। ଜୟ ମା ଭବାନୀ, ଜୟ ମା ଭବାନୀ। କାହିଁକି ମତେ ଅଟକାରେ ବେସରା? କାହିଁକି ବା? ମନେ ଅଛି ନା ନାଇଁ? କୋଉ କଥାରେ? ଆମେ ଯେମିତି ଦୁଃଖ କଷ୍ଟ ଭୋଗିଛୁ ସେମିତି ଏ ରାଜା ରାଣୀ ଦୁଃଖ କଷ୍ଟ ଭୋଗିବାକୁ ଅଛି। କାହିଁକି ନା ସେମାନେ ରାଜ ସିଂହାସନରେ ବସି ରାଜ ସୁଖ ଭୋଗ ଦୁଃଖଟା କଣ ଜାଣି ନାହାନ୍ତି ଭାଇ? ଦୁଃଖଟା କଣ ଜାଣି ନାହାନ୍ତି? ଆମେ ଯେମିତି ଦୁଃଖ ଯନ୍ତ୍ରଣା ସହ୍ୟ କରି ବଡ ମଧ୍ୟରେ ଜୀବନ ଯାପନ କରି ଆସୁଛୁ, ଭାଇ ଠିକ ସେମିତି ଦି ଜଣ ମଧ୍ୟ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡିବ। ରାଜା ଆଜି ଯୁଦ୍ଧରେ ପରାସ୍ତ ହେଇ ସାରିଛୁ ତ ଯଥା ଶୀଘ୍ର ଉତାରି ଦେଇଛେ ରାଜମକୁଟ ମସ୍ତକୁ ଦହର। ନା ଭରାଣୀ, ମୋ ଯୁଦ୍ଧରେ ପରାସ୍ତ ହୋଇଛି, ତା ଭଳି ମୋ ରାଜମୁକୁଟ ତମ ହସ୍ତରେ କେବେ ବି ଦେଇପାରିବ ନାହିଁ। ହାତ ଯୋଡି କ୍ଷମା ମାଗୁଛି। ସେଦିନ ରାଜ ସିଂହାସନରେ ବସିଥିଲା ସମୟରେ ଆମେ ବେଲି ଭାଇ ମଧ୍ୟ ହାତ ଯୋଡି ନେହୁରା ହେଇଥିଲୁ। ସେଦିନ କଣ ଆମକୁ କ୍ଷମା କରିଦେଇଥିଲୁ ଭାଇ? ସେଦିନ କଣ ଆମକୁ କ୍ଷମା କରିଦେଇଥିଲୁ? ରକ୍ତ ଚୁଡୁ ପୁଡୁ କ୍ଷତ ବିକ୍ଷତ ଶରୀର ଥିଲା ମୋର। ସେଦିନ ଶୁଣିଥିଲୁ? ସେଦିନ ଶୁଣିଥିଲୁ? ରାଜ୍ୟଟା ଯେତେବେଳେ ଯୁଦ୍ଧରେ ପରାସ୍ତ ହେଇସାରିଛି ତା ମଥାରେ ଆଉ ସଭା ପାଇବନି ସୁବର୍ଣ୍ଣ ରାଜମକୁଟ। ଯଥା ଶୀଘ୍ର ଉତାରି ନେଇଆ। ମୋ ରାଜମକୁଟ ମୁଁ ତମକୁ କେବେ ବି ଦେଇପାରିବିନି। ତମେ ସେମିତି କୁହନି ବାବୁ। ବାବୁ ନାଇଁ, এই সুবর্ণ রাজমকুট পাইবা পাই অনেক দুঃখ যন্ত্রণা ভোগ করেছি আমি বেলি ভাই, আজ তাহা প্রাপ্ত করে সারিছি। এই দেখ রাজন, তো মথারে ঝলসুথিবা সুবর্ণ রাজমকুট আজ মোরি হস্তরে কড়েরা দিয়ে দেবে। এই যে মনে পকারে সেই দিন রাজ্যসভার কথাটা, সেদিন রাজ্য সিংহাসନରେ ବସିଥିବା ସମୟରେ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ଆମ ବେଲି ଭାଇଟାକୁ ଯେମିତି ମାଡ଼ ମାରିଥିଲା, ଠିକ ସେମିତି ଦି ଜଣକୁ ମାଡ଼ ମାରିବା ଆରମ୍ଭ କର। ଦେଖେ ପିଠିରୁ ଛାଲ ଉତାରି ଦେବି ଆଉ ଏମିତି ମାଡ଼ ମାରିବି ତା ସାତ ପୁରୁଷକୁ ବାଛି। ଦେଖେ ବିଳମ୍ବନ କରି ଯଥା ଶୀଘ୍ର ଆରମ୍ଭ କର। ଏ କଣ କହି ଯାଉଛ ବାବୁ ତମେ? ଏ ମାଣିକ୍ୟ ଗଣର ସମସ୍ତ ଜନପ୍ରଜାକୁ ଶାସନ କରୁଥିବା ଜଣେ ନ୍ୟାୟବନ୍ତ ଧର୍ମବନ୍ତ ରାଜାକୁ ମାଡ଼ ମାରିବ, ଏସବୁ ଅନ୍ୟାୟ। ସେଦିନ ନ୍ୟାୟ ଥିଲା, ଆଜି ଅନ୍ୟାୟ। ସେଦିନ
ନ୍ୟାୟ ଥିଲା ଆରେ ଯେମିତି ମାଡ଼ ମାରିଛୁ ନା ମୁଁ ମରିଗଲେ ପାସରିବି ତଥାପି କ୍ଷମା ମାଗୁଛି ଏଇ ଦେଖ ଫଲା ଦିଟା ଦାନ୍ତ ଖୋଲି ଯାଇଛି ଦିଟା ଦାନ୍ତ କେମିତି ଭୁଲିବି ନା ବାବୁ କେମିତି ଭୁଲିବି ଆଜି କିଏ ତ ପିଠିରେ ପଡିବ ଦେଖିବି କିଏ ତ ଧରୁଛି ଚାରାଣା ପଶୁଛି ଶରଣା କ୍ଷମା କରି ଦିଅ ମତେ ଧରୁଛି ଚାରାଣା ପଶୁଛି ଶରଣା କ୍ଷମା କରି ଦିଅ ମତେ କ୍ଷମା କରିଦେବେ রাজা সিংহাসন কলি মোর পান অভাগা রে মো সাথে যে ত্রুটি কর মার্জনা রাজা ছাড়ি জীবি মো বাহনা যে ত্রুটি কর মার্জনা এত সহজরে ছাড়িদেবি ভাবুছ জমা ছাড়িবিনি রে সেদিন মোর যোগ অবস্থা দশা করি নাহি হেরি মোহি দোষী ফালিছি রাজার ধর্ম কଣ ହେଲା ରାଜାର ଧର୍ମ ପାଳନ କରିଛୁ দশা করি নাহি হেরি মোহি দোষী ফালিছি রাজার ধর্ম ଦୋଷ କରିନାହୁଁ ତ কিম্পা মারা মারা আম্ভকু যে তুমি ভগিবা পাপর কর্ম যে বিজয় লেখুছি প্রভু কালিয়া সবু দেখুছি যে বিজয় লেখুছি ଏଇନେ ପ୍ରଭୁ କାଳିଆ ଦେଖୁଛନ୍ତି ସେଦିନ କଣ ଦେଖୁନଥିଲେ ଭାଇ ଜଖେ ଭାଇ ଆଉ ଗୋଟାଏ କଥା ତୋର ମନେ ଅଛି ନା ଭୁଲି ସାରିଛୁ ବା? କଣ କଥା ଭାଇ ଆରେ ସେଦିନ ରାଜ ସିଂହାସନରେ ବସିଥିଲା ସଭାରେ ହଁ ମାଡ଼ ତ ଅନେକ ମାରିଥିଲା ମାରିଥିଲା ଭାଇ ହେଲେ ସେତିକିରେ ଏ ଶୋଳା ରାଜାର ମନଟା ଭରି ନଥିଲା ଭାଇ ଆମ ଭେଲି ଭାଇର ରାଜକୀୟ ପୋଷାକ ଉତାରି ଦେଇ ହଁ ଆମକୁ ଦାଣ୍ଡର ଭିକାରୀ ସଜାଇଥିଲା ଭାଇ ଆଜି ଠିକ ସେମିତି ଆଜି ଦି ଜଣଙ୍କ ଦେହରେ ଯେତିକି ରାଜକୀୟ ପୋଷାକ ଅଛି ଯଥା ଶୀଘ୍ର ଉତାରି ଦେଇ ଦାଣ୍ଡର ଭିକାରୀ ସଜାଇ ଦେ ଜଖେ, ଏ ଥର ଏ ରାଜା ରାଣୀ ଆରେ ବାର ଦ୍ୱାର ବୁଲି ବୁଲି ହଁ ଜଖେ ହାତ ପତାଇ ଭିକ ମାଗିବେ ଭିକ ନିଶ୍ଚୟ ଏ ମୋ ଭିକ ମୁଠା ଦେ। ଏ ମାଉସୀ ଭିକ ମୁଠା ତାହେଲେ ଦେ। ବିଳମ୍ବ କାହିଁକି ଦେଖେ ହଁ। ଯଥା ଶୀଘ୍ର ଉତାରି ଦେ ରାଜକୀୟ କାହିଁକି ଦଉଛି ପୋଷାକ ଭାଇ হে প্রভু জগতর নাথ জগন্নাথ ডাক ডাক সে জুটা জগন্নাথକୁ ডাক সতকু সত ସେ আজি ରକ୍ଷା କରିବ তবে রাজা বস্ত্র করি দেব প্রভু আবে রাজ্য ছাড়ে ছাড়ে যাব অনেক দূরকু আজ দিনটো ସବୁଦିନ ପାଇଁ ଆମେ ସ୍ୱାମୀ ସ୍ତ୍ରୀ ରୁହରେ ଲେଖିବୁ ଗାପା ପାପ ଜାଣିନି କି ପୁଣ୍ୟ ଜାଣିନି ଧୂ
ଅଗଣାର ସୁଅ ଘନ ଅନ୍ଧାରରେ ଦିଶୁ ନାହିଁ ମୁହଁ ମଶାଣି ଲାଗୁଛି ଦୁନିଆ ପାପ ଜାଣିନି କି ପୁଣ୍ୟ ଜାଣିନି ଧୂଆଁ ଖାଲି ଧୂଆଁ ସେ ଦିଆରେ ପୁରି ପାପ ଜାଣିନି କି ପୁଣ୍ୟ ଜାଣିନି ଶାସନରେ ବସେଇ ଆମ ବେଲି ଭାଇର ରାଜକୀୟ ପୋଷାକ ଉତାରି ଥିଲା ହଁ ଭାଇ ଆଜି ଠିକ ସେମିତି ତା ଦେହରେ ଥିବା ରାଜକୀୟ ପୋଷାକ ସବୁ ଉତାରି ସାରିଛି ଉତାରି ସାରିଛ। ଏ ଦେଖି ଭାଇ। ଏ ମନ ଖୋଜୁ ଥାଏ ଯାହା କାଲେ ପ୍ରପତ ହୁଏ ତାହା ବାସ୍ ଏଇଆ ହେଇଯାଇଛି ହେଲେ ଭାଇ କଣ ଦେଖେ ଏ ଦୁନିଆର ଲୋକେ କହନ୍ତି ଏ ଦୁନିଆର ଲୋକ କଣ କହନ୍ତି ଭାଗ୍ୟରେ ଥିଲେ ମିଳେ ନାଇଁ ଚୋଖି ନାଇଁ କଣ କଲେ ମିଳେ ଆବେ ଭାଇ ସାରା କର୍ମ କଲେ ମିଲେ ଓହୋ କର୍ମ କଲେ ମିଳେ ଦେଖେ ଭାଇ ତାକିରେ କର୍ମ କର୍ମ ନାନା ଗତି କର୍ମକୁ ବ୍ରହ୍ମ ନ ଚିରନ୍ତେ ଯିଏ ଯେମିତି କର୍ମ କରେ ସିଏ ସେମିତି ଫଳ ପାଏ କର୍ମ କଲୁ ଫଳଟା ପାଇଲୁ ଏ ହଉଛି କର୍ମର ଫଳ ଭାଇ। ଆରେ ଦେଖେ ଭାଇ। ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରି କରାଉ ଥାଏ ବହେ ଓ ବିନୁ ଅନ୍ୟ ଗତି ନାହିଁ ସେଇଥିପାଇଁ ନାଟ୍ୟକାର ବିଜୟ ଗୋପାଳ କଣ ଲେଖିଛନ୍ତି କଣ ଲେଖିଛନ୍ତି ଭାଇ ପୋଷା କାଠିର ପରାଭବ ପୋଷା କାଠିର ପରା ମହାବଳି ମାନ ଗୋବିନ୍ଦ ମହାମଣି ମାନ ଗୋବିନ୍ଦ ଭୋଗ ନ କରି ପାରିଲେ ଭୋଗ କରିବ କିଏ ଆରେ ଚକ୍ଷି ଭାଇ। ଆମେ ଏଥର ବେଲେ ଭାଇ ନିଷ୍କଣ୍ଟକ ଭାବରେ ଏ ବିଶାଳ ବାଣିଜ୍ୟ ରାଜ୍ୟଟାକୁ ଉପଭୋଗ କରିବା ହଁ ଭାଇ। ଆଉ ଏ ରାଜ୍ୟର ସମସ୍ତ ଜନପ୍ରଜା ଆମରି ଇଶାରାରେ ଉଠବ ସେ ନିଶ୍ଚୟ ଚାଲ ଚକ୍ଷେ ଏଥର ଚାଲିଯିବା ବିଶ୍ରାମଳୟ ତମେ ଚାଲନ୍ତୁ ଭାଇ হ্যালো মঞ্চস্থ নাটকরে রাজা এবং